ସାଙ୍ଗମାନେ ଏଇ ଭିଡିଓଟି ହଉଛି ସେଇ ଶ୍ୱଶୁର ପୁଅ ମାନଙ୍କ ପାଇଁ ଯୋଉ ଶ୍ୱଶୁର ପୁଅ ମାନେ କହୁଥିଲେ ପାଣ୍ଡିଆନ ରତ୍ନ ଭଣ୍ଡାର ଚାବି ନେଇକି ପଳେଇଛି। ଆଉ କିଛି ବେଧ ଛୁଆ ମାନେ କହୁଥିଲେ ଓଡିଶାର ସବୁ ଧନ ପାଣ୍ଡିଆନ ନେଇକି ପଳେଇଛି। ବିଜେପି ସରକାର ଆସୁ ଆସୁ ପ୍ରଥମେ ପାଣ୍ଡିଆନକୁ ଜେଲରେ ପୁରାଯିବ। ପାଣ୍ଡିଆନ ଆଉ ଜେଲରୁ ଜୀବନ ସାରା ବାହାରି ପାରିବନି। ହୋଇରେ ଶ୍ୱଶୁର ପୁଅ ଏମଏଲଏ ତମର, ଏମପି ତମର, ସିଏମ ତମର, ପିଏମ ତମର, ଭିଜିଲାନ୍ସ ତମର, ସିବିଆଇ ତମର, ସବୁ ତମ ପାଖରେ। ହେଲେ ପାଣ୍ଡିଆନ ତ ଏବେ ବି ମାର୍କେଟରେ ବୁଲୁଛନ୍ତି। କାହିଁ ଜେଲରେ ଭରି କରିପାରୁନ? ଗାଣ୍ଡରେ ଦମ ନାହିଁ ରେ। रुको जरा सबर करो। ହଇରେ ମାଦରଚୋଦ ଶଳେ ବେଦ ଛୁଏ, ତୁମ ସରକାର ତ ଆସିବାଟା ବର୍ଷେ ପାଖାପାଖି ହେଲାଣି। କାହିଁ ଏବେ ବି ତ ପାଣ୍ଡିଆନ ମାର୍କେଟରେ ବୁଲୁଛନ୍ତି, ଜେଲରେ ପୁରେଇନ। ଯଦି କୋଉଠି ଗରିବ ଭାଇ ଜଣେ ଠେଲା ଦୋକାନଟିଏ ସରକାରୀ ଜାଗାରେ ଦେଇଛି, ସେଇ ଜାଗାକୁ ଚିହ୍ନଟ କରିକି ଠେଲା ଉପରେ ବୋଲଡୋଜର ଚଢେଇ ପାରୁଛ, ଶ୍ୱଶୁର ପୁଏ ତ ଯିଏ ହଜାର ହଜାର କୋଟି ଟଙ୍କା ଖାଇକି ବୁଲୁଛି, ବିଜୟ ମାଲ୍ୟା ହଉ, ଲଳିତ ମୋଦି ହଉ, ଏମିତି ବହୁତ ଲୋକ ହଜାର ହଜାର କୋଟି ଟଙ୍କା ଖାଇକି ମାର୍କେଟରେ ବୁଲୁଛନ୍ତି, ତାଙ୍କର କିଛି ଛୋଡି ପାରୁନ। ସେଇ କଥା ଯାଇକି ତମ ବୋପାକୁ କହିବେ ମାଦରଚୋଦ ଶଳେ ବେଦ ଛୁଏ। ଭିଡିଓ ଦେଖି ସାରିଲା ପରେ ଶ୍ୱଶୁର ପୁଅ ମାନଙ୍କର ପଛ ତ ବହୁତ ପଡିବ, ହେଲେ ତମର ପଛ ତ ବହୁତ ପଡିବ। ତମେ ମୋର କଣ ଆଉ ଆଗକୁ କହିବିନି ଶଳେ, ସବୁ ବୁଝିପାରୁଥିବ।